ଆସିଲ କେତେଟାରେ ଭାଇ ଡ୍ୟୁଟି ଏଇ ଯେଉଁ ମାନେ ଦୋକାନକୁ ଆସିଲ ଖୋଲା ହେଲା ମୋର 3ଟା ରାତିରେ ଖୋଲା। ଏ ଘିଅ କେତେ ଲେଖା? ରାତିରେ ଖୋଲା ରହିବ। ରାତି 8ଟା ଯାଏଁ ଖୋଲା। ଜୟ ଶିବ ଶମ୍ଭୁ ଭାଇଙ୍କ ପାଖରୁ ଦୀପ ନେଇକି ଗଲୁ ଖାଲି ଦୀପ ବଳିତା ଆଉ କ'ଣ ଏତିକି ନା ଆଉ କ'ଣ ଆସିବ ରାତିରେ ଏଇଠି ସବୁବେଳେ ଦୋକାନ ନା ନା ଆମର ଏଇ ଜାଗାରେ ଯିଏ ବି ଆସୁଛନ୍ତି ଆମର ଲିଙ୍ଗରାଜ ମନ୍ଦିରଙ୍କ ପାଖକୁ ଆଜି ରାତ୍ର ସମୟରେ ଜାଗର ଜାଳିବା ପାଇଁ ଭାଇଙ୍କୁ ଦେଖିତ ମାନେ ବହୁତ ଚିପ୍ ରେଟ୍ରେ ମୁଁ 3ଟା ଦୀପ ନେଇକି ଗଲି ଆଉ ତାପରେ ବି ତା ସହିତ ମାନେ ପଇସା ନଥିଲା ବୋଲି ଅନଲାଇନ୍ ପଇସା ପାଖରେ ନଥିଲା ବୋଲି ଭାଇଙ୍କ ପାଖରେ ଅନଲାଇନ୍ ନାହିଁ ସେ ବଳିଟା କିନ୍ତୁ ସେମିତି ଦେଲେ ଭଗବାନଙ୍କର ଇଏ ଯୋଗୁଁ ଆଉ ଭାଇ ଏଇ ଘର ଏଇ ପାଖରେ ଆମର ଏଇଠିକା ଆଉ ବହୁତ ଖୁସି ଲାଗିଲା ଭାଇଙ୍କ ସହିତ କଥା ହେଇକି ମାନେ ଆଜିକାଲି ଲୋକ ତ ବେପାର ସକାଶୁ ପଇସା ସକାଶୁ ଲୋକ ବେପାର କରୁଛନ୍ତି କିନ୍ତୁ ଠାକୁରଙ୍କର ଗୋଟେ ବହୁତ ଖୁସି ଲାଗିଲା ଭାଇ ହେଉଛି ଭଗବାନ ପାଖରେ ମାନେ ବାଣିଜ୍ୟ କରିକି କିନ୍ତୁ ପୁରା ମାନେ ଗୋଟେ ଭଗବାନ ପ୍ରେମୀ ଭଗବାନଙ୍କ ଭଳିଆ କଥାବାର୍ତ୍ତା ବହୁତ ଖୁସି ଲାଗିଲା ଭଲ ଲାଗିଲା ଭାଇ ନାଁ କ'ଣ ଦୀପକ ରେଡ଼ି ଆଉ ସେମିତି ଆଉ ସଙ୍ଗାତେ ଆଉ ହଉ ଭାଇ ରହିଲି ଏଇଟା ମୋର ୟୁଟ୍ୟୁବରେ ଅପଲୋଡ଼ ହେବ ଭିଡ଼ିଓ ଆଜ୍ଞା ମୁଁ ଗଲା ବର୍ଷ ବି ମୁଁ ଲୋକଙ୍କୁ ସଦାବେଳେ ସାହାଯ୍ୟ କରେ ଲୋକ ମୋତେ ବୁଝନ୍ତିନି କିନ୍ତୁ ମୁଁ ପଇସା ପାଇଁ କରେନି ମୁଁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କରେ ଲୋକଙ୍କର ପାଖରେ କିଛି ପଇସା ନଥିଲେ ମୁଁ ଲୋକଙ୍କୁ କେବେ ଜୁଲୁମ କରେନି କି ଏଇ ଜିନିଷଟା ଏତିକି ପଇସା ଦିଅ ବୋଲେ ଯାହା ଯେତେବେଳେ ବି ଲୋକଙ୍କୁ ମୁଁ ସାହାଯ୍ୟ କରିଛି ଭଗବାନଙ୍କ ଲିଙ୍ଗରାଜଙ୍କ ଦୟାରୁ ଯେତିକି ମିଳେ ମୁଁ ସାହାଯ୍ୟ କରିବା କଥା କରେ କିନ୍ତୁ ମୁଁ କେବେ ଲୋକଙ୍କୁ କୁହେ ଯେ ଆପଣମାନେ ସଚେତନ ହେବା ନିହାତି ଦରକାର ଅନଲାଇନ୍ କରନ୍ତୁ ଅନଲାଇନ୍ କିଛି ଅସୁବିଧା ନାହିଁ କିନ୍ତୁ ଆମର ନିହାତି ଜାଣିବା ଦରକାର ଯେ ଆମେ ବଜାରକୁ ଯେତେବେଳେ ବାହାରୁଛେ ଆମେ 500 କି 200 ହେଉ ଆମେ ପାଖରେ କରିବା ପୂର୍ବରୁ ପାଖରେ ରଖିବା ଦରକାର ଯଦି ଆଜି କିଏ ଜଣେ ବି ହେଉ ନ ସାହାଯ୍ୟ କଲା ଆମେ ଅସୁବିଧାରେ ପଡ଼ିଯିବା ନା ସେଥିପାଇଁ ମୁଁ କୁହେ ଅନଲାଇନ୍ କର କିଛି ଅସୁବିଧା ନାହିଁ କିନ୍ତୁ 500 200 ରଖିଦେବ ସମସ୍ତେ ତ ଭଲ ଲୋକ ନାହାନ୍ତି ଯେ ଦେଇଦେବେ କିନ୍ତୁ ମୁଁ କାହିଁକି ଆପଣଙ୍କୁ ଦେବାର କାରଣ କ'ଣ ହେଲା ମୋ ମନର ଗୋଟେ ଭାବନା ଆସିଲା ଯେ ମୁଁ ଭଗବାନଙ୍କ ପାଖରେ ଏଠି ବେପାର କରୁଛି ମୁଁ ମୋ ପିଲା ଛୁଆମାନେ ମୋର ଗୋଟେ ଝିଅ ପଢ଼ୁଛି 10ମରେ ବର୍ତ୍ତମାନ ପରୀକ୍ଷା ଦେଉଛି କିନ୍ତୁ ମୁଁ ଆଶା ରଖେନି କେତେବେଳେ ଯେ ମୁଁ ଗୋଟେ ଭକ୍ତଟି ଜୋର ହେଉଛି ପଇସା ନେବା ମୋର ଗୋଟେ ଆଗ୍ରହ ହୁଏ ମୋତେ ଲୋକ ଭଲ ପାଆନ୍ତୁ କି ମୁଁ ଲୋକଙ୍କ ପାଖରେ ଭଲ ପାଇବା ଆଣିବାକୁ ଚାହେଁ ସେଥି ସକାଶେ ମୁଁ ଆପଣଙ୍କୁ ଯେଉଁ ଜିନିଷଟା ବିକିଲି ଆଗରୁ ମୁଁ 5 ଟଙ୍କା ପାଇଛି ନିଜ ସତ୍ୟ 5 ଟଙ୍କା ପାଇଛି କିନ୍ତୁ ତା ଭିତରେ 5 ଟଙ୍କା ଆପଣଙ୍କୁ ମୁଁ ଦେଇଦେଲି ଅଲରେଡ଼ି ଆପଣଙ୍କୁ 5 ଟଙ୍କା ଦେଇଦେଲି ତା ଭିତରେ ମୁଁ ଟଙ୍କାଟେ ପାଇପାରିନି କିନ୍ତୁ ଭଗବାନ ମୋତେ ସଦାବେଳେ ସାହା ହୁଅନ୍ତି ମୁଁ ଲୋକଙ୍କୁ ସାହାଯ୍ୟ କରେ ସବୁ ବର୍ଷ ଏଇଠି ବେପାର କରେ ଆଉ ଲୋକଙ୍କୁ ସଦାବେଳେ ବୁଝାଏ ଯେ ଅନଲାଇନ୍ କର କିନ୍ତୁ ପଇସା ପାଖରେ ରଖ ଯେ ଅନଲାଇନ୍ରେ କିଛି ନହେଲା ଆପଣ ଅସୁବିଧାରେ ପଡ଼ିଯିବେ ନା କେଉଁଠି ଅନଲାଇନ୍ କାମ ନଦେଲା ସବୁ ଦୋକାନୀ କ'ଣ ସାହାଯ୍ୟ କରିବାକୁ ଆଗେଇବେ କି ଆଗେଇବେନି ସେଥିପାଇଁ ମୁଁ କୁହେ ଅନଲାଇନ୍ କର କିନ୍ତୁ ଅସୁବିଧା ନାହିଁ କିନ୍ତୁ ପାଖରେ କିଛି କ୍ୟାସ୍ ରଖ ଯଦି ନ ରଖିବ ଆପଣ ହଇରାଣ ହେବେ ସବୁ ଦୋକାନୀ ତ ସମାନ ନୁହେଁ ନା ଲୋକ ଅଛନ୍ତି କହିବେ ନା ଆମେ ଛାଡ଼ିବୁନି ଟଙ୍କା କିନ୍ତୁ ମୁଁ ଏଠି ଭାଇ ବିଷୟରେ 3ଟା ଦୀପ ଦେଲି ଆପଣଙ୍କୁ ବଳିତା ଦେଲି ବଳିତାର ପଇସା ରଖିଲିନି କିନ୍ତୁ 5 ଟଙ୍କା ମୋର ଲାଭ କିନ୍ତୁ 5 ଟଙ୍କା ମୁଁ ରଖିଲିନି ଆପଣଙ୍କୁ ଦେଇଦେଲି ଯାହା ବହୁତ ଖୁସି ଲାଗିଲା ଭାଇଙ୍କ ସହିତ କଥା ହେଇକି ଭାଇଙ୍କ ସହିତ ଇଏ କରିକି ଜୟ ଶିବ ଶମ୍ଭୁ ଜୟ ବାବା ଲିଙ୍ଗରାଜ।